ओम नमो भगवते वासुदेवाय। द्वादशोऽध्याय। मैत्रेय उवाच। एबे विदुर कहुतोते जे ब्रह्मा काल अनुमते वेद प्रभावे कला सृष्टि तेणु अमोहतार दृष्टि अन्धतामस सृष्टि आगे विश्वविकार यथा लाभे सर्जिला आगे माया मोहे तमे अज्ञानामृत देहे पाप बहुळे सृष्टि एहि ता देखि ब्रह्मा विचारई एनुहे सृष्टि आदिभूत दृढे गोविन्दे देईचित गोविन्द पाद ज्ञान बळे संयुक्त भक्ति निश्चळे विष्णुर अंशे चारि भ्रात ब्रह्मार मन मध्युजात सनक सनन्द एबेनि कपिल सनातन घेनि ए चारि मुनि सृष्टि हेले ऊर्ध्वरे तासे बोलाइले स्वभावे ऊर्ध्वरे ताहन्ति विष्णु आनन जानन्ति एहांकु चाहि वेद बर स्वभावे कहई मधुर तुम्भे हे चारि पुत्र मोर वेद प्रमाणे सृष्टि कर न जानी वासुदेव भिन्न सृष्टिरे न देले से मन आज्ञा अवज्ञा कले जानी कोपे कंपिला कुश पाणी पुणी विधिरे चित धरी ध्यानेषु मरिला मुरारी एके भ्रुकुटी ताकुटिल बदन दिशिला पिंगल भ्रुकुटी मधुपुत्र जात दिशई सुनील लोहित देवଙ୍କ पूर्वे जात होई कांदई ब्रह्मा मुख चाहि बोलई शुण वेद बर मोहर नाम आगे कर निगम स्थाने छाड़ मोते एमन्ते रहिबि निश्चिन्ते शुणी सानन्द प्रजापति चिन्तिला जेबा नाम स्थिति हे पुत्र रोदन न कर करिबि वचन तोहर रोदन कलु आगे जेणु तो नाम रुद्र हेउ तेणु एमନ୍ତ कहि तार आगे ସ୍ଥାନ କଳ୍ପିଲା ଯଥା ଭାଗେ ମନ ଇନ୍ଦ୍ରିୟ ଦେହ ବ୍ୟାମେ ବୟୁ ଅନଳ ଜନ ସ୍ଥାନେ ମହାମନ୍ଦିର ଚନ୍ଦ୍ରାତାପ ଏମନ୍ତେ ଏକାଦଶ ରୂପ ଯେ ସ୍ଥାନେ ଯେ ରୂପ ତୋହର ହୋଇବ ଶୁଣରେ କୁମର ମନୁ ଉପରେ ମନୁ ନାମ ଇନ୍ଦ୍ରି ସମୂହେ ମନ ଧ୍ୟାନ ଦେହ ଉପରେ ମହିନାଶେ ଆକାଶେ ମହାନୁ ପ୍ରକାଶେ ପବନେ ଶିବ ରୂପେ ବସେ ଅନଳେ ଋତୁ ଧ୍ୱଜ ନାଶେ ଊର୍ଦ୍ଧ୍ୱରେ ତାସ କଳ ଯୋଗେ ଭବବ ଶିବ ଭୂମି ଭାଗେ ରବି ବିମାନେ କାଳ ଥିବ ଚନ୍ଦ୍ରେ ବସିବ ବାମଦେବ ତପେବ ଶିବ ଧ୍ରୁବ ବ୍ରତ ଏମନ୍ତେ ଏକାଦଶ ମତ ଏହାଙ୍କ ପତ୍ନୀ ନାମ ଯେତେ ଶୁଣ କହିବା ତୋ ଗ୍ରତେ ଧିଧୃତି ଆଉ ରସଲୋମା ଅପରେ ଶୁଣ ଯେତେ ବାମା ନିୟୁତି ସର୍ପାଇଲାମ୍ବିକା ଇରାବତୀ ଯେ ସୁଧା ଦୀକ୍ଷା ଏକନ୍ୟା ରୁଦ୍ରାଣୀ ବୋଲାନ୍ତି ଏହାଙ୍କ ଏକାଦଶ ପତି
ସେ ବ୍ରହ୍ମା ରୁଦ୍ର ସୃଷ୍ଟି ଚାହିଁ ସଂଶୟ ମନେ ବିଚାରଇ ଏ ସୃଷ୍ଟି ମହାଭୟଙ୍କର ଦେଖି କମ୍ପିଲା ଚିତ୍ତ ମୋର ବୋଲଇ ରୁଦ୍ର ମୁଖ ଚାହିଁ ଭୋପୁତ୍ର ଏଣେ କାର୍ଯ୍ୟ ନାହିଁ ଏ ସୃଷ୍ଟି ଦଶ ଦିଗ ତୁଲେ ମୋହର ମନେ ତାପ କଲେ ଏବେ ତୁ ତପସାଧ୍ୟ କର ସର୍ବଜୀବଙ୍କ ଦୁଃଖ ହର ତପର ବଳେ ଜଗତେ ପ୍ରଜା ତୁ କର ପୂର୍ବ ମତେ ତପେ ତୁ ବିଷ୍ଣୁଙ୍କୁ ପାଇବୁ ଏ ଭାବେ ସର୍ବକାଳେ ଥିବୁ। ମୈତ୍ରେୟ ବାଚ ଶୁଣ ବିଦୁର ସାବଧାନେ ସନ୍ତୋଷେ ପିତାର ବଚନେ ଏମନ୍ତେ ବ୍ରହ୍ମା ଆଜ୍ଞା ପାଇ ନୀଳ ଲୋହିତ ତୋଷ ହୋଇ ବ୍ରହ୍ମାର ଚରଣେ ନମିଲା ତପସା ଧନେ ମନେ ଗଲା ରୁଦ୍ରଙ୍କୁ ତପେ ଆଜ୍ଞା ଦେଇ ସେ ବ୍ରହ୍ମା ଚିତେ ବିଚାରଇ ଏତ ଅସଂଖ୍ୟ ରୁଦ୍ର ଗଣେ ନୁହନ୍ତି ସୃଷ୍ଟିର କରଣେ ତାହାଙ୍କୁ ଶିବ ଲୋକେ ଥୋଇ ପୁଣି ସଂଶୟ ବିଚାରଇ ଏବେ କି କରିବି ଉପାୟ ନପୁଣ କୋପେ ଦେବରାୟ ଏମନ୍ତେ ବିଷ୍ଣୁ ପାଦ ଚିନ୍ତି ଧ୍ୟାନେ ବସିଲା ପ୍ରଜାପତି ତାର ଶରୀରୁ ଦଶ ସୁତ ତକ୍ଷଣେ ହୋଇଲେ ସମ୍ଭୂତ ଲୋଭ ବର୍ଜନ ହେତୁ ଅର୍ଥେ ନମିଲେ ବ୍ରହ୍ମା ପାଦ ଗତେ ମରିଚି ଅତ୍ରି ଅଙ୍ଗିରସ ପଲସ୍ତ୍ୟ ପୁଲହ ପ୍ରକାଶ କ୍ରତୁ ବଶିଷ୍ଠ ଭୃଙ୍ଗୁ ଦକ୍ଷ ଦଶମେ ନାରଦ ପ୍ରତ୍ୟକ୍ଷ ଶୁଣ ବିଦୁର କହୁ ଭଲେ ଯେ ଅଙ୍ଗୁ ଯେବା ଉପୁଜିଲେ ନାରଦ ଉପୁଜିଲେ କୋଳେ ଦକ୍ଷ ଦକ୍ଷିଣାଙ୍ଗୁଷ୍ଠି ମୂଳେ ପ୍ରାଣୁ ବଶିଷ୍ଠ ମୁନି ଜାତ ଭୃଙ୍ଗୁତ୍ୱ କରୁ ଉପଗତ ଅଙ୍ଗିରା ବଦନୁ ସମ୍ଭୂତ ପୌଲସ୍ତ୍ୟ କର୍ଣ୍ଣମୂଳୁ ଜାତ କ୍ରତୁ ପୂଜେ ଭୃଜ ମୂଳେ ପୁଲହ ଏ ନାଭି ମଣ୍ଡଳେ ଅତ୍ରି ପୂଜେ ଚକ୍ଷୁ ଯୁଗେ ମରିଚି ମନରୁ ସଂଯୋଗେ ଦକ୍ଷିଣାସ୍ତନୁ ବ୍ରହ୍ମା ଜାତ ଯେ ଧର୍ମେ କରେ ଜଗତ ଅଧର୍ମ ପୃଷ୍ଠ ଦେଶୁ ହୁଏ ମୃତ୍ୟୁ ସଞ୍ଚରେ ତାର ଦେହେ କାମ ତାରୁ ଦରୁ ସମ୍ଭୂତ ଭୁରୁ ମଣ୍ଡଳୁ କ୍ରୋଧ ଜାତ ଲୋଭ ହୋଇଲା ଓଷ୍ଠ ଦେଶେ ବଚନ ବଦନୁ ପ୍ରକାଶେ ମୃତ୍ୟୁ ଦେବତା ଗୁହ୍ୟ ଦେଶେ ଶପଥ ସିନ୍ଧୁ ନେତ୍ରେ ବସେ କର୍ଦ୍ଦମ ଛାୟାରୁ ସମ୍ଭୂତି ତାହାର ପତ୍ନୀ ଦେବହୂତି ଏମନ୍ତେ ଅଶେଷ ଜଗତ ବ୍ରହ୍ମାର ମନୁ କଲେ ଜାତ ଯେ କନ୍ୟା ବଦନୁ ଜନ୍ମିଲା ବ୍ରହ୍ମାର ମନ ସେ ମୋହିଲା ସକାମେ ବ୍ରହ୍ମା ତାଙ୍କୁ ଧସ୍ତେ ଧଇଲେ ରତି ଅଙ୍ଗ ଅର୍ଥେ ଅଧର୍ମ ଦେଖି ବ୍ରହ୍ମା ଚିତେ ପୁତ୍ରେ ମିଳିଲା ତା ଅଗ୍ରତେ ମରିଚି ଆଦି ଯେତେ ଭାଇ କହନ୍ତି ପିତା ମୁଖ ଚାହିଁ ହେତାତ ସ୍ଥିର କରିଚିତ ଏତ ତୁମ୍ଭର ବିପରୀତ ଯେ କର୍ମ ପୂର୍ବା ପରେ ନାହିଁ ଏବେ ସେ ସମ୍ଭବିବ କାହିଁ କାହିଁ ଦୁହିତାର ମେ ପିତା ଏଣେ ଆମ୍ଭର ମନେ ଚିନ୍ତା ପୂର୍ବେ ଯଜାତି ଏଥେ ଥିଲେ ସତ୍ୟ ଯେ ଧର୍ମ ଆଚରିଲେ ସେ ନ କରନ୍ତି ଏଡ଼େ କର୍ମ ସ୍ୱଭାବେ ନୁହଁ ଏ ଧର୍ମ
ଯେ କର୍ମ ଲୋକ କ୍ଷମା କରେ, ଆନନ୍ଦେ ଆତ୍ମାକୁ ବିହରେ। ଏଣୁ ସେ ବିଷ୍ଣୁ ସମାନର, ଆମ୍ଭର ତାଙ୍କୁ ନମସ୍କାର। ତୁ ଦେବ ଆତ୍ମାକୁ ସୁମର, ଅଧର୍ମ ମନ କରି ସ୍ଥିର। ଏମନ୍ତେ ଶିରେ କର ଦେଇ, ପାଦେ ମିଳିଲେ ସର୍ବ ଭାଇ। ଭୋତାତ ଧର୍ମେ କର ଚିତ, ଅଧର୍ମେ ନ ବୁଡୁ ଜଗତ। ଏ ତୁ ଏଡ଼େ ପାପ ଆଚରିଲେ, ସଂସାରେ କେବା ଥିବ ଭଲେ। ଏମନ୍ତେ ପୁତ୍ରକୁ ଅନାଇ, ବ୍ରହ୍ମା କହିଲେ ଲଜ୍ଜା ପାଇ। ତକ୍ଷଣେ ଛାଡ଼ି ତାର ହସ୍ତ, ବିଷ୍ଣୁ ସୁମରେ ବେଦନାଥ। ସେ କନ୍ୟା ମନେ ଲଜ୍ଜା କଲା, ତକ୍ଷଣେ ଅଷ୍ଟ ଦିଗେ ଗଲା। ଘୋର ଅନ୍ଧକାର ସୁରେଖା, ନାମ ହୋଇଲା କୁଝଟିକା। ଅଧର୍ମେ ଅନ୍ଧକାର ହୋଇ, ସୂର୍ଯ୍ୟ ସମ୍ମୁଖେ ପ୍ରକାଶଇ। ପୁଣି ଚଳଇ ଅଷ୍ଟ ଦିଶେ, ସଂହରି ସମ୍ଭବି ଆକାଶେ। ମେଘର ପ୍ରାୟ ତାର ଦେହି, ଶୁଣ ବିଦୁର ଏବେ କହି। ବିଦୁର ଉବାଚ ଚିନ୍ତାକୁଳେ ପ୍ରଜାପତି, ସୃଷ୍ଟି ସଂଗ୍ରହେ କଲା ମତି। ଶବଦ ବ୍ରହ୍ମ ପରମାଣେ, ଧର୍ମ ଅଧର୍ମ ସେ ବଖାଣେ। ଧ୍ୟାନ କରନ୍ତେ ମନେ ଖେଦ, ମୁଖୁ ଜନ୍ମିଲା ଚାରି ବେଦ। ଦେଖି ବିଚାରେ ପଦ୍ମଯୋନି, ମୁଁ ଏବେ ବ୍ରହ୍ମ ତତ୍ତ୍ୱ ଘେନି। କରିବି ସତ୍ୟ ଅନୁସାରେ, ଯେତେ ବିଦିତ ଏ ସଂସାରେ। ବେଦ ବିଚାରେ ନାନା ମତେ, କର୍ମ କରିବେ ଜଗତେ। ଏ ଚାରି ଲୋକେ କର୍ମ ତତ୍ତ୍ୱ, ଉପବେଦାନ୍ତ ତୁଲେ ମତ। ସ୍ୱଭାବେ ଚତୁର୍ଦ୍ଦଶ କର୍ମ, ଆଗତ ବୃତ୍ତି ଯଥା ଧର୍ମ। ଯେ ଯୁଗେ ପ୍ରଚରିବ ଯେତେ, ବ୍ରହ୍ମା ବିଚାରି ଅନ୍ତର୍ଗତେ। ସେ ବିଶ୍ୱ ସବୁଙ୍କ ଈଶ୍ୱର, ଅଶେଷ ଚିତ୍ତ ଶକ୍ତିଧର। ଯେ ମୁଖେ ଯେ ବେଦ ସର୍ଜିଲା, ଯହୁଁ ସେ ଧର୍ମ ପ୍ରକାଶିଲା। ସେ କଥା କହ ମୁନି ମୋତେ, ସଂଶୟ ନ ରହୁ ମୋ ଚିତ୍ତେ। ମୈତ୍ରେୟ ଉବାଚ ଶୁଣ ହେ ବିଧାତାର ଲୀଳା, ଯେ ମୁଖେ ଯେ ବେଦ ସର୍ଜିଲା। ସାମ ପଶ୍ଚିମ ମୁଖୁ ଜାତ, ଅଥର୍ବ ଉତ୍ତରୁ ସମ୍ଭୂତ। ଦକ୍ଷିଣୁ ଯଜୁଃ ପ୍ରକାଶିଲା, ପୂର୍ବ ମୁଖୁର ସ୍ରବିଲା। ବେଦାଦି ଶାସ୍ତ୍ର ଶ୍ରୁତି ସ୍ତୋତ୍ର, ଯଜ୍ଞାଦି କୃତ ଅଗ୍ନିହୋତ୍ର। ଦେବଙ୍କ ଅଙ୍ଗ ଆଦି ଯେତେ, ପ୍ରତ୍ୟକ୍ଷେ ଯଥା କର୍ମତନ୍ତ୍ରେ। ଆୟୁର୍ବେଦ ଯେ ଧନୁର୍ବେଦ, ଗନ୍ଧର୍ବ ଜ୍ଞାନ ଶିକ୍ଷା ଭେଦ। ଦେବଙ୍କ ଅଙ୍ଗ ଆଦି ଯେତେ, ଅସତ୍ୟ ଅଙ୍ଗାଦି ସମେତେ। ପୂର୍ବାଭିମୁଖେ ଯେତେ କରି, ପୁଣି ବିଧାତା ମନେ ସ୍ମରି। ପଞ୍ଚମ ବେଦ ଇତିହାସେ, ଚତୁର ମୁଖେ ସୁପ୍ରକାଶେ। ଷୋଡ଼ଶ ଛନ୍ଦେ ପୂର୍ବ ମୁଖେ, ପଞ୍ଚମ ଅଗ୍ନି ସ୍ତୁତି ମୁଖେ। ଗାୟତ୍ରୀ ଆଦି ସପ୍ତ ଛନ୍ଦ, ମନ୍ତ୍ର ଦେବତା ଅନୁବନ୍ଧ। ଉଷ୍ଣିକ ଛନ୍ଦ ଲୋମୁ ଜାତ, ଗାୟତ୍ରୀ ଚର୍ମୁ ପ୍ରାଦୁର୍ଭୂତ। ମାତା ସଉର୍ଜେ ତ୍ରିଷ୍ଟୁପ ଛନ୍ଦ, ଅନୁଷ୍ଟୁପ ଶିରେ ସମ୍ଭବ।
ଜଗତ ଉର୍ଦ୍ଧୁରକ୍ତ ହୁଏ, ଯଜ୍ଞେ ଉଷ୍ଣିକ ଛନ୍ଦ ବହେ। ବୃହତି ଛନ୍ଦ 10 ପ୍ରାଣ, ସ୍ପରଶ ଜୀବର କାରଣ। ଶୁକ ବ୍ରହ୍ମା ଶରୀରୁ ଜାତ, ଶେଷେଣ ଇନ୍ଦ୍ରିୟେ ସମ୍ଭୂତ। ବଳ ଉଦ୍ଧିତ ଅନ୍ତର୍ଦେଶେ, ଯେ ବଳେ ଶରୀର ପ୍ରକାଶେ। ବ୍ରହ୍ମା ଦେହରେ ସପ୍ତ ସ୍ୱର, ଭକତି ଗୁଣେ ହେ ବିଦୁର। ଏ ସପ୍ତ ବ୍ରହ୍ମା ତା ଶରୀର, ସ୍ୱଭାବେ ବକ୍ତାବନ୍ତ ତାର। ଏଣୁ ସଂସାର ବକ୍ତମୟେ, ସେ ବ୍ରହ୍ମା ନାନା ଶକ୍ତି ବହେ। ଏମନ୍ତେ ବ୍ରହ୍ମା ସର୍ବ କରି, ଅପରେ ସୃଷ୍ଟି ମନେ ସ୍ମରି। ଯେ ଋଷି ପୂର୍ବେ ସୃଷ୍ଟି କଲା, ତାଙ୍କ ବିଶ୍ରାମ ନ ରଖିଲା। ସ୍ୱଭାବେ ତେଜବନ୍ତ ହୋଇ, ପ୍ରକାଶ ଯୋଜନ କରନ୍ତି। ସ୍ୱଭାବେ ତେଜବନ୍ତ ହୋନ୍ତି, ପ୍ରକାଶ ଯୋଜନ କରନ୍ତି। ଏମନ୍ତେ ବିଚାରି ବିଧାତା, ମନେ ପାଇଲା ଗୁରୁ ଚିନ୍ତା। ତକ୍ଷଣେ ବ୍ରହ୍ମା ନିଜ ପିଣ୍ଡ, ତପେ ହୋଇଲା ବେନି ଖଣ୍ଡ। ସେ ବେନି ଖଣ୍ଡ ବ୍ରହ୍ମା ଦେହେ, ନାରୀ ପୁରୁଷ ବେନି ହୁଏ। ସେ ବେନି ଖଣ୍ଡ ହନୁମାନୁ, ଜନ୍ମିଲା ସ୍ୱୟଂଭୁବ ମନୁ। ସଂସାରେ ରାଜା ସେ ବୋଲାଇ, ଶୁଣ ବିଦୁର ଏବେ କହି। ଉତ୍ତର ଖଣ୍ଡ ନାରୀ ଜନ୍ମ, ହୋଇଲେ ସତ୍ୟ ରୂପ ନାମ। ମନୁର ପତ୍ନୀ ସେ ହୋଇଲା, ମୈଥୁନେ ସୃଷ୍ଟି ଉପୁଜିଲା। ପଞ୍ଚ ବାଳକ ତାଙ୍କୁ ତହୁଁ, ହୋଇଲେ ଶୁଣ ନାମ କହୁ। ଉତ୍ତାନ ପାଦ ପ୍ରିୟବ୍ରତ, ଆଗେ ହୋଇଲେ ବେନି ସୁତ। ଅପରେ ଜାତ 3 କନ୍ୟା, ସୁନ୍ଦରୀ ସୁଲୋଚନା ବାମା। ଆକୁତି ଦେବହୂତି ବେନି, ପ୍ରସ୍ତୁତି ନାମେ କନ୍ୟା 3। ସେ ମୁନି କନ୍ୟା ଦାନ କଲା, ଆକୁତି ରୁଚି ବିପ୍ରେ ଦେଲା। ତୋହର ଗର୍ଭୁ ନାନା ମତେ, ସନ୍ତତି ପୂରିଲେ ଜଗତେ। ଏମନ୍ତେ ଭାଗବତ ବାଣୀ, ମୈତ୍ରେୟ ବିଦୁର ବଖାଣି। ଶୁଣ ସୁଜନେ ଶୁଦ୍ଧ ଚିତ୍ତେ, ତୃତୀୟ ସ୍କନ୍ଧେ ଭାଗବତେ। ମୈତ୍ରେୟ ବିଦୁର ସମ୍ବାଦ, ଶୁଣନ୍ତେ ନ ଲାଗେ ପ୍ରମାଦ। ଏଣେ ହରିଙ୍କି କର ଲୟେ, ବ୍ରାହ୍ମଣ ଜଗନ୍ନାଥ କହେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ବ୍ରହ୍ମା ସୃଷ୍ଟି ସର୍ଜନେ ନାମ ଦ୍ୱାଦଶୋऽଧ୍ୟାୟଃ। ଓಂ ନମୋ ଭଗବତେ ବାସୁଦେବାୟ।